ଟିକେ ନା କହିଲେ? ମୋ ନାଁ ବେଣୁଧର ସାହାଣୀ। ଆଜ୍ଞା, ବେଣୁଧର ସାହାଣୀ। ଏ ଯେଉଁ ଆପଣଙ୍କର ପୂଜା କରାଯାଉଛି, କି ପୂଜା ଆଉ କ'ଣ ପାଇଁ ଏଠି ପାଳନ କରାଯାଇଥାଏ ଆଉ କେତେ ବର୍ଷର ଅନୁଷ୍ଠାନ? ଆମର ଇଏ ବର୍ଷର 64-65 ବର୍ଷର ଆମର ଗୋଟେ ପୁରୁଣା ଅନୁଷ୍ଠାନ। ଇଏ ଆମର 64-65 ବର୍ଷର ଆମର ଗୋଟେ ପୁରୁଣା ଅନୁଷ୍ଠାନ। ଇଏ ଆମର ଅନୁଷ୍ଠାନର ଆମର ଗ୍ରାମର ଆମ ଗୋପାଳ ପ୍ରାୟ 40 ଘର ପାଖାପାଖି ଅଛନ୍ତି। ଆମେ 40 ଘରଙ୍କ ସମସ୍ତଙ୍କ ସହଯୋଗରେ ଆମର ଏ ଅନୁଷ୍ଠାନ ଚାଲିଛି ଓ ଶୃଙ୍ଖଳା ସହିତ ଅନୁଷ୍ଠାନ ମଧ୍ୟ ଚାଲିଛି। ଆମର 5 ଦିନ ବ୍ୟାପୀ ହୁଏ, କେଉଁ ବର୍ଷ 7 ଦିନ ବ୍ୟାପୀ ହୁଏ। ଏ ବର୍ଷ 5 ଦିନ ବ୍ୟାପୀ ଆମର ପୂଜା କାର୍ଯ୍ୟ ଚାଲିବ। ପ୍ରତିଦିନ ଆମର ଭଜନ କୀର୍ତ୍ତନ ଆଉ ହେଉଛି, ଆଉ ଆଜି କୀର୍ତ୍ତନ ଦିବସ ହେବ। ଗତକାଲି ଭଜନ ସମାରୋହ ହେଇଯାଇଛି। ତାପରେ ଆମର ପୁଣି ୟା ପରେ ବସିକି ସବୁ ଆମେ ପୂଜାଟା କେମିତି ସୁରୁଖୁରୁ କରିବୁ ସେ ବାବଦରେ ଆଲୋଚନା ଚାଲୁ ରହିଛି। ତଥାପି ଆପଣ ପୂଜା କେତେ ବର୍ଷର ଅନୁଷ୍ଠାନ, କେମିତି ଆପଣ ସହଯୋଗ ସମସ୍ତଙ୍କର? ଆମର 64-65 ବର୍ଷର ଅନୁଷ୍ଠାନ। ଇଏ ଅନୁଷ୍ଠାନ ଆମର ଯେତେ ଲୋକ ଅଛନ୍ତି, ଆମର ଭାଇ ଗୋଷ୍ଠୀ ଗୋପାଳ ଗୋଷ୍ଠୀ ଅଛନ୍ତି, ସେମାନଙ୍କ ସହଯୋଗରେ ଏବଂ ଆମର ଗ୍ରାମବାସୀଙ୍କ ସହଯୋଗରେ ଏ ଅନୁଷ୍ଠାନ ଚାଲିଛି। ତଥାପି ଆପଣ ଆମେ ଦେଖୁଛୁ ସବୁଆଡ଼େ ତ ବିମାନରେ ଯାଉଛନ୍ତି ରାଧାକୃଷ୍ଣ ମୂର୍ତ୍ତି, ପିତ୍ତଳ ମୂର୍ତ୍ତି ପୂଜା କରାଯାଉଛି। ଆପଣଙ୍କର ମାଟି ମୂର୍ତ୍ତି କେମିତି ପୂଜା କରାଯାଉଛି? ଆମର ଆଦିମ କାଳରୁ ଆମର ଆରମ୍ଭରୁ ମାଟି ମୂର୍ତ୍ତି ହେଇକି ଆମର ଚାଲିଛି। ଆମେ ଚେଷ୍ଟା କରୁଛୁ, ଆମର ମନ୍ଦିର ପୂର୍ଣ୍ଣାଙ୍ଗ ହେଇଯାଇଛି, ପ୍ରତିଷ୍ଠା ହେଇନି। ଆମେ ଚେଷ୍ଟା କରୁଛୁ ଆସନ୍ତା ବର୍ଷକୁ ମନ୍ଦିର ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ପିତ୍ତଳ ମୂର୍ତ୍ତି ବା ମୁଗୁନି ପଥର ମୂର୍ତ୍ତି ଆଣିକି ଏଇଠି ସ୍ଥାପନ କରିବୁ ଏବଂ ସେଇ ମୂର୍ତ୍ତି ହିସାବରେ ଆମର ପୂଜା ଚାଲିବ। ବର୍ତ୍ତମାନ ସୁଦ୍ଧା ଆମର ସେ ମାଟି ମୂର୍ତ୍ତିରେ କାମ ଚାଲିଛି, ପୂଜା କାର୍ଯ୍ୟ ଚାଲିଛି। ମାଟି କେବେ ଉଠାଇଥାନ୍ତି, କେବେ କାର୍ଯ୍ୟ କରିଥାନ୍ତି? ମାଟି ଉଠାଯାଏ ଅଗିରା ପୂର୍ଣ୍ଣମୀ ଦିନ। ଆମର ଶୁଭ ବେଳ ଦେଖିକି ମାଟି ଉଠାଯାଏ। ସେ ମାଟି ଆସିକି ରହିଯାଏ ଆମର ଠାକୁରଙ୍କ ପାଖରେ, ଯେଉଁଠି ଆମର ଠାକୁରଙ୍କ ସ୍ଥାନ ଗାଦି, ସେଇଠିକି ମାଟି ଆସି ରହିବ। ତାପରେ ମିସ୍ତ୍ରୀ ଆସିକି ମାଟି ଆସିବ, ମାଟି ଆସିକି କାମ ମୂର୍ତ୍ତି ସ୍ଥାପନ ହେବ, ତିଆରି ହେବ। ଅଗିରା ପୂର୍ଣ୍ଣମୀ ଦିନ ଆମର ମାଟି ଉଠା ହୁଏ। ତାପରେ ମୂର୍ତ୍ତି ତିଆରି ହେବ। ଆମ ଗାଁର ସମସ୍ତଙ୍କ ସହଯୋଗରେ ଭଜନ କୀର୍ତ୍ତନ ଆଉ ଖାଇବା ପିଇବା ସବୁ ପ୍ରତିଦିନ ହୁଏ। ତଥାପି କ'ଣ ଆପଣ ବନ୍ଧୁବାନ୍ଧବ ଆସିଥାନ୍ତି ନା ନାହିଁ? ହଁ, ବନ୍ଧୁବାନ୍ଧବ ପ୍ରାୟ ସବୁ ଆସନ୍ତି। ଆମର ତ ଏ ପୂଜାଟା ସବୁଆଡ଼େ ହେଉଛି ନା, ସାରା ଭାରତରେ ଏ ପୂଜାଟା ହେଉଛି, କେବଳ ଆମ ଗାଁରୁ ନୁହେଁ, ସାରା ସହରରେ ବି ହେଉଛି, ମାନେ ଗାଁରେ ସହର ପର୍ଯ୍ୟନ୍ତ ସବୁଆଡ଼େ ହେଉଛି। ତେଣୁ ସମସ୍ତଙ୍କ ଗାଁର ସମସ୍ତେ ବ୍ୟସ୍ତ। ପୁଣି ଆମ ଭିତରେ ସେମିତି କାଁ ଭାଁ ଆସନ୍ତି ଆଉ। ସବୁବେଳେ ସମସ୍ତଙ୍କ ପୂଜା ଅଛି ବୋଲି ସମସ୍ତେ ରହିଯାନ୍ତି, ଯେଝା ଗାଁରେ ଯେଝା ପୂଜା କରିଥାନ୍ତି। ନା କହିଲ? କାଶୀନାଥ ପଲ୍ଲୀ। ଆପଣଙ୍କର ଯେଉଁ ପୂଜା ହେଉଛି କେମିତି ପୂଜା କରାଯାଇଥାଏ? ପୂଜା ଆମର ତ ଏଇଟା ପୁରୁଣା ଅନୁଷ୍ଠାନ। ଦୀର୍ଘ ଆମେ ତ ଛୋଟ ପିଲା, ଆମ ବାପା ଘୋଷାବ ଅମଳରୁ ଇଏ ପୂଜା ହେଇ ଆସୁଛି। କମ୍ ସେ କମ୍ 65 ବର୍ଷ ଅତିକ୍ରମ କରିଗଲାଣି। ଏମିତି ପୂଜା ଚାଲିଛି। ଆମର ବି ଆମେ ବି ଛୁଆ ବି ସହଯୋଗ କରୁଛୁ। ଆମର ଯେଉଁ ମୁରବୀମାନେ ଅଛନ୍ତି ସେମାନଙ୍କ ସହଯୋଗରେ ଆମେ ତାଙ୍କ ସାଙ୍ଗରେ ସହଯୋଗ କରିକି ଅନୁଷ୍ଠାନ ଚାଲିଛି ଆଉ। ପୂଜା ଆପଣ କରିଥାନ୍ତି ପାଳନ ତ ଆମର ଅଗିରା ପୂର୍ଣ୍ଣମୀ, ପ୍ରଥମ ଅଗିରା ପୂର୍ଣ୍ଣମୀ ଯେବେ ପଡ଼ିବ ସେଇଠୁ ଆମର ମାଟି ଉଠା ହୁଏ। ସେ ମାଟିଟା ଆସିକି ଆମ ସିଂହାସନରେ ରହିକି ସିଂହାସନର ପୂଜା ହୁଏ। ପୂଜା ଚାଲିବା ଭିତରେ ଆମର ଫେରେ ଜାଗର ପାଖରୁ କାରିଗର ଆସନ୍ତି,
ମାଟି ମୂର୍ତ୍ତି ତିଆରି କରନ୍ତି। ତିଆରି କରିକି ତାପରେ ଫେରେ କଲର ଫଲର ହୁଏ, ମନ୍ଦିର କଲର। ଏଟା ପରମ୍ପରା ଆମର ବାପ ଗୁସାପ ଯେଉଁ ମାଟି ଉଠେଇକି ଯେଉଁ ଭଳିଆ ପୂଜା କରୁଥିଲେ ଆମେ ବି ସେଇ ଅନୁସାରେ ଚାଲିଛୁ। ଏମିତି ଚାଲିଛି ଆଉ ପୂଜା। କେତେ ଏମିତି କ'ଣ ଆପଣ ସହଯୋଗ ରହିଥାଏ? ସହଯୋଗ ଆମର ଯେତିକି ଆମର ଗୋପାଳ ଗୋଷ୍ଠୀ ରହିଲେ 30 ଘର 40 ଘର ଯାହା ଅଛନ୍ତି ସେମାନେ ସମସ୍ତେ ଫୁଲ୍ ସହଯୋଗରେ ସମସ୍ତେ ଆସିକି ତତ୍ପର ସହିତ ରହି ସବୁ କାର୍ଯ୍ୟ ତୁଲେଇ ସମସ୍ତେ ସହଯୋଗ କରି ଖାଇବା ପିଇବା ଭଲ ମନ୍ଦ ସବୁ କଥା ବୁଝି ଆଜି ସେ ଅନୁଷ୍ଠାନଟି ସୁରୁଖୁରୁରେ ଚାଲିଛି। ଆଉ ଯାହା ବାଧା ବିଘ୍ନ ଆସିଲେ ବି ସମସ୍ତେ ସହଯୋଗ କରିକି ସେଟାକୁ ସମ୍ପୂର୍ଣ୍ଣ କରୁଛନ୍ତି। ଆଉ ନା କହିଲେ ଉପେନ୍ଦ୍ର ଦାସ। ଆପଣଙ୍କର ଯେଉଁ ପୂଜା କେମିତି କ'ଣ ଆପଣ ମାନେ ସହଯୋଗରେ କେମିତି କରୁଛନ୍ତି ଆଉ କେମିତି ଆପଣ ଖୁସି ଲାଗୁଛି, କେତେ ଆନନ୍ଦିତ ଲାଗେ ପୂଜା କରିବାକୁ? ଆମ ଭାଇମାନେ ସବୁ ବିଭିନ୍ନ ୟୁନିୟନ ଅଛି ଆଉ ସହଯୋଗ କରିକି ସେମାନଙ୍କୁ ଆମେ ଚଲାଉଛୁ। ମାନେ ଆପଣଙ୍କ ଗୋଟେ ବର୍ଷ ଅପେକ୍ଷା କରିଥାନ୍ତି ପୂଜା ପାଇଁ? ଏଇ ଯେଉଁ ଆପଣଙ୍କର ଆସେ ଏଇ ଯେଉଁ ମାନେ ଆପଣଙ୍କର କ'ଣ ହୋଲି ଆସିବା ପାଇଁ ନା କ'ଣ ଆପଣଙ୍କର ଫଙ୍କସନ୍ଟା ମନେ ପଡ଼ିଯାଏ ନା କ'ଣ? ବର୍ଷରେ ଥରେ ପୂଜା ହେଇଥାଏ। ପୂଜା କ'ଣ କହିବେ? ବର୍ଷରେ ଆମର ଆରମ୍ଭ ହେଇଯାଏ ମାଟି ଉଠା ସେଇ ଅଗିରାବନି ମାଟି ଉଠିକି ଆଣିବୁ, ଆଣିକି ତାକୁ ଗୋଟେ ଆସ୍ଥାନ ରଖିବୁ, ରଖିବି ମିସ୍ତ୍ରୀ ତଥାପି ଆପଣ କୁହନ୍ତୁ ଯେଉଁ ଆପଣ ପୂଜା ତ ସବୁଆଡ଼େ ହେଉଛି, ଆପଣଙ୍କ ସାହିରେ କେମିତି ପୂଜା ଆପଣମାନେ ପାଳନ କରୁଛନ୍ତି? ଆମେ ଏଇଭଳି କରୁଛୁ। ସବୁଆଡ଼େ ତ ହେଉଛନ୍ତି ଆମର ସବୁ ସେଇ ମାଟି କେଉଁ ଗାଁରେ ପୂଜା ହେଉଛି? ଗାଁ ନାଁ କ'ଣ? ମୁଆଁ ଗ୍ରାମରେ। ଆପଣଙ୍କ ସାହିରେ ଯେତେ ରହିଲେ ଗୋପାଳ ଭାଇମାନେ ସମିତି ସହଯୋଗ? ହଁ, ଆମେ 30-40 ଘର ଖଣ୍ଡ ହେବ। 40 ଘରଙ୍କ ସବୁ ସହଯୋଗ କରୁଛୁ, ସମସ୍ତେ ସହଯୋଗ କରନ୍ତି। ସବୁ ସହଯୋଗ ସେ ପାଇଁ ଯେ କିଛି ଚିନ୍ତା ନାହିଁ, ଆମର କିଛି ଉଞ୍ଚା କିଛି ହେବନି। ସବୁ ପଇସା ପ୍ରତି ଭଲ ମନ୍ଦ ସବୁ ଆପଣମାନଙ୍କ ସମସ୍ତ ସହଯୋଗରେ ପୂଜା ଚାଲିଛି। ହଁ। ଟିକେ ନାଁ କହିଲେ? ପଡ଼ିଲା ମଙ୍ଗଳବାର। ଆପଣ ନାଁଟା କ'ଣ? ରମାକାନ୍ତ ନାୟକ। ଟିକେ ନାଁ କହିଲେ? ରମାକାନ୍ତ ନାୟକ। ଆପଣଙ୍କର ପୂଜା କେମିତି ପୂଜା କରାଯାଇଥାଏ? କେତେ ଦିନ ମାନେ ପୂଜା ପାଳନ ହେବ ଆଉ ଏବଂ କଳସ ସେବା ଯାତ୍ରା କେଉଁ ଦିନ ଥିଲା? କଳସ ମଙ୍ଗଳବାର ରାତି 9ଟା ପରେ ଗରମ ଛାଡ଼ିଲା, ଆଉ 10ଟାରେ କଳସ ପଡ଼ିଲା, ଆଉ 12ଟାରେ ଆମର 1600 ପୂଜା ହେଲା। ଆଉ ଆମର ଏ ଗୋପବନ୍ଧୁ ଅନୁଷ୍ଠାନ ଆଜି 65 ବର୍ଷ ହେଲାଣି। ଆଉ ତଥାପି ଆପଣଙ୍କର ପୂଜା ଆପଣ କେମିତି ଆପଣ ଭାଇଚାରା ଆପଣଙ୍କର ଯେଉଁ ମିଶିକି କରୁଛନ୍ତି ନା କ'ଣ? ମିଶିକି ଆମର କମିଟି ଅଛନ୍ତି, ଆମର ପୁରୁଣା ଗୋପବନ୍ଧୁ କମିଟି ଅଛନ୍ତି, ଆମର ମେମ୍ବର ମାନେ ସବୁ 50 ଜଣ ଅଛନ୍ତି। ଆଉ ମେମ୍ବର କେତେ ପୁରୁଣା ଅନୁଷ୍ଠାନ କରିଥିଲେ ଆପଣ କହିଲେ ମେମ୍ବର ମାନେ ବି ଅଛନ୍ତି, ସ୍ଥାନୀୟ ଲୋକ ବି ଆପଣଙ୍କ ଯେଉଁ ପିଲାମାନେ ଅଛନ୍ତି ସ୍ଥାନୀୟ ଲୋକ ଆମର ଗ୍ରାମବାସୀ ମାନେ ସହଯୋଗ କରନ୍ତି, ଆସନ୍ତି ବସନ୍ତି। ତେଣୁ ଗ୍ରାମବାସୀ ଆମର ସବୁ ଆମର ଗ୍ରାମ ହେଉଛି ମୁଆଁ। ପୂଜାଟା ଆପଣଙ୍କର ଯେଉଁ ହୁଏ ଆମେ ତ ଦେଖିଛୁ ସବୁଆଡ଼େ ପିତ୍ତଳ ମୂର୍ତ୍ତିରେ ପୂଜା ହେଉଛନ୍ତି, ବିମାନରେ ବି ଯାଉଛନ୍ତି। ଆପଣଙ୍କର ଯେଉଁ ମାଟି ମୂର୍ତ୍ତି ପୂଜା କରାଯାଉଛି କ'ଣ ତାର ପରମ୍ପରା ଅଛି? ଆମର ପରମ୍ପରା ଆମର ବାପ ଗୁସାପ ଅମଳ ଥିଲା ଆସି ଆଜି ଆମେ ସେଇଆକୁ ଧରି ଚାଲିଛୁ। ମାଟି ଆଣିକିନା ଆମର ବୈତରଣୀ କୂଳରୁ ମାଟି ଆଣିକିନା ଆମେ ପୂଜା ଫାଷ୍ଟ ଆମ ବାପାମାନେ କରୁଥିଲେ। ଆମର ପୁରୁଣା ଯେଉଁ ଶକ୍ତିମାନେ ତାଙ୍କର ଅଛି ସେଇଆକୁ ଆମେ ବଜେଇ ରଖି ଚଲେଇଛୁ। ଆମେ ବିମାନ କରିମୁ, ସିଂହାସନ ବି କରିମୁ, ମନ୍ଦିର କରିସାରିଛୁ। ଆଉ ରାଧାକୃଷ୍ଣ ମୂର୍ତ୍ତି ଆସନ୍ତା ବର୍ଷ ପାଇଁ ଆମେ ଚେଷ୍ଟା କରୁଛୁ। ଯେ ଠାକୁରଙ୍କର ଯୋଗ ଥାଏ ହଁ ନା କୃଷ୍ଣ ମୁଗୁନି ପଥର ଆଉ ପିତ୍ତଳ ମୂର୍ତ୍ତି ରାଧା। ଆମର ଯେଉଁ କର୍ମୀମାନେ ଅଛନ୍ତି ସେମାନେ ସହଯୋଗରେ ସେମାନେ ଚାହିଁଛନ୍ତି, ଆମର ଯେଉଁ ମୁରବୀମାନେ ଅଛନ୍ତି। ଆଉ ଆମର ଏଠି ଜଣେ ଅଛନ୍ତି ପୁରୁଣା ଆମର ସେକ୍ରେଟେରୀ ଅଛନ୍ତି, ଆଉ ବେଣୁଧର ସାହାଣୀ, ଆମର ବିଶ୍ୱନାଥ ପଲେଇ, ଏମାନେ ସବୁ ସେକ୍ରେଟେରୀ ଥିଲେ। ତାପରେ ଛୁଆ ଚଲେଇଛନ୍ତି।
ଛୁଆ ପରେ କିଏ ହେଉଛନ୍ତି ଯାହା ଅନୁଷ୍ଠାନ ବଞ୍ଚେଇକି ଚଲେଇଛନ୍ତି। ତାହେଲେ ପୂଜାଟା ହେଉଛି ଆପଣ ସମସ୍ତଙ୍କର ଆଶୀର୍ବାଦ ଅଛି, ହଁ। ସେମିତି ସହଯୋଗ ଅଛି। ପୂଜା ଆମର 50 ଘର ସମସ୍ତେ ସହଯୋଗ ଅଛି। ଆମ ଗୋପାଳ ହେଉଛନ୍ତି 50 ଘର, ଆମର ହେଉଛି 100 ଘର ସବୁ ଗ୍ରାମବାସୀମାନେ ସମସ୍ତେ ବି ବସେଇ ସହଯୋଗ କରନ୍ତି।